ଆଇଏମ୍‌ଡିର ସୂଚନା ଅନୁଯାୟୀ ଆଜି 12ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଦର୍ଶକ ବନ୍ଧୁ ଏବଂ 8ଟି ଜିଲ୍ଲାରେ ପ୍ରବଳ ଖରା ହେବ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ପୁଣି ପାଣିପାଗ ଅପଡେଟରେ ଆପଣମାନଙ୍କୁ ସ୍ୱାଗତ। ଆଜି ହେଉଛି ଜୁନ୍ 9 ତାରିଖ ମଙ୍ଗଳବାର 2026। ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ ସମ୍ପୂର୍ଣ୍ଣ ରିପୋର୍ଟ ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଦର୍ଶକ ବନ୍ଧୁ, ଆପଣ ଯଦି ନୂଆକରି ଆମ ଚ୍ୟାନେଲକୁ ଦେଖୁଛନ୍ତି, ସବସ୍କ୍ରାଇବ କରିନାହାନ୍ତି, ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ମୌସୁମୀ ବାୟୁର ପ୍ରଭାବ ଏବଂ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଆପଣମାନେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଜାଣିବା ସହ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଏ ଭିଡିଓଟି ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ପାଇପାରିବେ। ଆସନ୍ତୁ ଜାଣିବା ଆଜି କେଉଁ କେଉଁ ଜିଲ୍ଲା ମାନଙ୍କରେ ଅଧିକା ଗରମ ହେବ। ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଦେବଗଡ଼ ଏହି ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ, ଅଧିକ ଗରମ ହେବ। ଏବେ ଆସନ୍ତୁ ଜାଣିବା ହାଲୁକା ମଧ୍ୟମ ବର୍ଷା। ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ ଏହି ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ହାଲୁକା ମଧ୍ୟମ ଧରଣ ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକରେ ବର୍ଷା ସମୟରେ 30ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ଦର୍ଶକ ବନ୍ଧୁ, ଗଞ୍ଜାମ, ଗଜପତି, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲାମାନଙ୍କରେ ଅଧିକା ବର୍ଷା ହେବ ଏବଂ ପବନ ବେଗ 50ରୁ 60 କିଲୋମିଟର ଘଣ୍ଟା ପ୍ରତି ରହିବ। ବାକି ସବୁ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିଛି କିଛି ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଆପଣଙ୍କୁ ରିକ୍ୱେଷ୍ଟ କରିବି, ଆପଣମାନେ କୋଉ କୋଉ ଜିଲ୍ଲାରୁ ଦେଖୁଛନ୍ତି, ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାନ୍ତୁ। ଦର୍ଶକ ବନ୍ଧୁ, ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି, ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି, ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ୍ ନୋଟିଫିକେସନ ଅନ୍ କରନ୍ତୁ, ଯାହାଫଳରେ ଦର୍ଶକ ବନ୍ଧୁ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଜିର ପାଣିପାଗ ଅପଡେଟ ଖବରଟି ଏଇଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ ପାଇଁ।